শৃঙ্গে দেই বিভা করাইলে মহা আনন্দিত হই। শ্রীরাম জয় রাম জয় জয় রাম সংকট মোচন জয় হনুমান। মহারাজা দশরথ যেତେବେଳେ ଅତି ଆନନ୍ଦିତ ହେଇଯାଇଛନ୍ତି ମୋର କନ୍ୟା ଆଜି ମୋର ଜାମାତା ହେଲେ, ତାଙ୍କର ଆଗମନରେ ଯଦି ମୁଁ ବାପା ହେଇପାରିବି ତାହେଲେ ୟାଠୁ ଆନନ୍ଦ କ'ଣ ଥାଇପାରେ। ତେଣୁ ଦେଖନ୍ତୁ ଗୋଟେ ଇଏ ହେଲା ଗୋଟେ ରକ୍ତର ସମ୍ପର୍କ। ମହାରାଜ ଦଶରଥଙ୍କର ସାତା କନ୍ୟା, ତାଙ୍କର ଜୋଇଁ ପୁଣି ତାଙ୍କର ଉପକାର କରିବେ, ଯାହାକି ଆମର ଯଦି ଆମ ସଂସାର କରିବେ, ଆମେ ପୁଅ ଝିଅ ଜନ୍ମ କରିଛେ, ଝିଅ ଜୋଇଁ କରିଛେ, ଝିଅ ଜୋଇଁ ଆମର କ'ଣ ଗୋଟିଏ ପ୍ରକାର ସେ ଆମର ବନ୍ଧୁ, ଦ୍ୱିତୀୟ ପ୍ରକାର ସେ ଆମର ରକ୍ତର। ତେଣୁ ରକ୍ତର ସମ୍ପର୍କ ଯେଉଁଠି ଅଛି ନିଶ୍ଚିତ ଭାବରେ ସେ ତାକୁ ସାହାଯ୍ୟ କରିବ। ଇଏ ଆମର ଆଜିର କଥା ନୁହେଁ, ଯୁଗ ଯୁଗର କଥା, ପୁରାଣର କଥା। ଇଏ ହେଲା ମାନେ ଗୀତା ଭାଗବତର କଥା, ଇଏ ଦେବଋଷିଙ୍କର କଥା, ଇଏ ବ୍ରହ୍ମଜ୍ଞାନୀ, ଇଏ ମହର୍ଷି ଦେବର୍ଷି ରାଜର୍ଷି ଯେତେ ଗୁଡ଼ା ଅଛନ୍ତି ଆମର ପଥ ପ୍ରଦର୍ଶକ, ତାଙ୍କମାନଙ୍କର କଥା ଯେ ଇଏ ହେଉଛି ରକ୍ତର ସମ୍ପର୍କ। ଦିନେ ନା ଦିନେ ଇଏ କୌଣସି ନା କୌଣସି ସମୟରେ ଆସିକି ଆମକୁ ସାହାଯ୍ୟ କରିବ। ବୋଲେ ଶ୍ୟାବର ରାମଚନ୍ଦ୍ର କି ଜୟ। ଆଜି ଦଶରଥ ମହାରାଜା ଆନନ୍ଦିତ ହୋଇକି ନିମନ୍ତ୍ରଣ କରିଛନ୍ତି ଋଷ୍ୟଶୃଙ୍ଗକୁ ଆଣିବାକୁ ତାଙ୍କ ରାଜ୍ୟ। ଦଶରଥଙ୍କ ରାଜ୍ୟ କେଉଁଟା? ଅଯୋଧ୍ୟା। ଅଯୋଧ୍ୟା ପାଖରେ ନଦୀର ନାଁ କ'ଣ? ନା ସରଜୁ। ଯେଉଁ ସରଜୁ ନଦୀ କୂଳରେ ଆମର ଅଯୋଧ୍ୟା ନଗରୀ ତିଆରି ହୋଇଛନ୍ତି ଏବଂ ପ୍ରଭୁ ରାମ ବିଜେ କରିଛନ୍ତି ତାଙ୍କର ମନ୍ଦିରରେ। ସେଇ ଅଯୋଧ୍ୟା ନଗରୀ ସେ ସରଜୁ ନଦୀ କୂଳରେ ଯଜ୍ଞ କେଉଁଠି କରିବା? ନା ସରଜୁ ନଦୀ କୂଳକୁ ନେଇ ଆସିବା, ସେଇଠି ଯଜ୍ଞ କରିବା। ସରଜୁ ନଦୀ କୂଳରେ ଯଜ୍ଞ ଆରମ୍ଭ ଯେ କଲେ, ଦେବର୍ଷି ରାଜର୍ଷି ବ୍ରହ୍ମ ଋଷି ନିମନ୍ତ୍ରିଲେ। ଶ୍ରୀରାମ ଜୟ ରାମ ଜୟ ଜୟ ରାମ ସଂକଟ ମୋଚନ ଜୟ ହନୁମାନ। ଦେବର୍ଷି ବ୍ରହ୍ମର୍ଷି ରାଜର୍ଷି ସମସ୍ତ ଦେବଗଣମାନଙ୍କୁ ଏବଂ ଶାସନମାନଙ୍କୁ ନିମନ୍ତ୍ରଣ କରିଦେଇଛନ୍ତି। ଯେତେବେଳେ ମୋର ଜୋଇଁ ଭାବିକି ଆଙ୍କ ଟିକେ ଗର୍ବ ହେଲା, ଦଶରଥ ମହାରାଜା କହିଲେ ମୋ ଜୋଇଁ ନା, ମୋ ଜୋଇଁ ଆସିବାରୁ ଯଦି ଲୋମପାଦ ରାଜ୍ୟରେ ବର୍ଷା ହେଲା, ତାହେଲେ ମୋ ଜୋଇଁ ଆସିବାରୁ ଯଦି ପ୍ରତିଷ୍ଠି ଯଜ୍ଞ କରିକି ମୋ ଘରେ ପୁତ୍ର ଜନ୍ମ ହେବ, ତାହେଲେ ମୋ ଜୋଇଁ ବଡ଼ ନା। ଆଉ ଏଇ ଭାବ ଦେଖିକି ଋଷ୍ୟଶୃଙ୍ଗ ମୁନି କହିଲେ ଆସନ୍ତୁ ଏଠିକି, ମହାରାଜ ଏଠିକି ଆସନ୍ତୁ, ଆପଣ କ'ଣ କରୁଛନ୍ତି? ଭୁଲ କରୁଛନ୍ତି। କ'ଣ ଭୁଲ? ନା ଯେଉଁଠି ବଶିଷ୍ଠ ମହର୍ଷି ଅଛନ୍ତି ସେ ଜାଗାରେ କୁଳପୁରୋହିତ କିଏ ହେବ? ତେଣୁ ବଶିଷ୍ଠ ମହାରାଜାଙ୍କୁ ତୁମେ ଆଗେ ବରଣ କର। ବଶିଷ୍ଠ ବ୍ରହ୍ମର୍ଷି ସେ ଯେ ସର୍ବପରେ ଶ୍ରେଷ୍ଠ, ତାହାଙ୍କୁ ପୁରୋଧା ପଣି ବରନର ରାଟ। ଶ୍ରୀରାମ ଜୟ ରାମ ଜୟ ଜୟ ରାମ ସଂକଟ ମୋଚନ ଜୟ ହନୁମାନ। बोल श्यावर रामचंद्र की जय, हनुमान की जय, महाराज की जय। कहले वशिष्ठ होउछंती किए? ना ब्रह्मांकर पुओ वशिष्ठ। दिने वशिष्ठ चिंता कले, कहले मते भाई अपमान लागुଛି। तो कौन लागुଛି? ना एते बड़ गोटे ब्रह्मर्षि देव माने ब्रह्मांकर पुओ को तुम मते आनिकी जने राज परिवार रे रखिछंती पुरोधा करिकी। जुग जुग माने वर्ष वर्ष हजार हजार वर्ष मु ताकर पुरोधा ହେଇକି ଅଛି। मते भाई लाज लागुଛି। गोटे पुरोधा ब्राह्मण आम घर आम देखुन एके ब्राह्मण ना आम कुल पुरोधा ये आसवे कौन जगह कर बलवन कर डेगी जीवे। এইটি ଗୋଟେ যে ସାମାନ୍ୟ କଥାଟା ପାଇଁ ମତେ ରଖିଛନ୍ତି, ମନ ଦୁଃଖ ଥାଏ। ହଉ ବାପାଙ୍କ କଥାକୁ ତ ମନେ କରିପାରିବେନି, ତେଣୁକରି ଚୁପଚାପ ହେଇକି ବସିଥାନ୍ତି। ହଉ ଦିନ ଆସିଲା, ସେଦିନ କିଏ? ନା ଆଜିର ଦିନ। ଯେତେବେଳେ ବଶିଷ୍ଠଙ୍କୁ ପୁରୋଧା କରିବା ପାଇଁ ବଶିଷ୍ଠଙ୍କୁ ଶ୍ରେଷ୍ଠ ବ୍ରହ୍ମତ୍ୱ ଆଶ୍ରମକୁ ପ୍ରଦାନ କରିଛନ୍ତି, ଯେତେବେଳେ ସେ ଚିନ୍ତା କଲେ, କହିଲେ ଆରେ ବାପାଙ୍କର ଉଦ୍ଦେଶ୍ୟଟା ବହୁତ ଭଲ। ମୁଁ ରଘୁଙ୍କ ଅମଳରୁ ଅଛି, ତାଙ୍କ ରଥଙ୍କ ମୁଁ ତାଙ୍କ ପୁଅ ଦଶରଥ ମୋର, ତାଙ୍କ ପୁଅ ଆସି ରାମ ମାନେ ତାଙ୍କ ପୁଅ ଜନ୍ମ ହେବେ କିଏ? ନା ଭଗବାନ ଜନ୍ମ ହେବେ। ଭଗବାନ ଜନ୍ମ ହେବା ପାଇଁ ମୁଁ ହେବି ମୁଖ୍ୟ ପୁରୋଧା। ଭଗବାନ ଜନ୍ମ ହେବା ପାଇଁ ମୁଖ୍ୟ ପୁରୋଧା ହେବା ଆସନଟା ଯଦି ଭଗବାନ ବେଦ ବ୍ରହ୍ମା ଆଗରୁ ନିର୍ଦ୍ଦିଷ୍ଟ କରିଛନ୍ତି, ତାହେଲେ ଆମେ ଏପର୍ଯ୍ୟନ୍ତ ଅପେକ୍ଷା କରିଥିବାର ଫଳଟା ପାଇବା ନା।
ଅପେକ୍ଷା କରିବା ଫଳଟା ଗୋଟେ ମିଠା ହୁଏ ନା ଆଜ୍ଞା। ଧୀର ସ୍ଥିର କାମ କଲେ କାମରେ ଆମେ ଯାଇ ପହଞ୍ଚି ପାରିବା ଲକ୍ଷ୍ୟ ତଳେ ନା। ମା ମାନେ ତମ ଘର ଦ୍ୱାର ଛାଡ଼ି ପଳେଇ ଆଇଛ, କ'ଣ ବି ପଳେଇ ଆଇଛ, କାହିଁକି ପଳେଇ ଆସିଛ ନା ପ୍ରଭୁଙ୍କର ନାମ ଟିକେ ନେବା, ଶୁଣିବା ଟିକିଏ। ଏତେ ଦିନ ସଂସାର କଲେ, ପିଲା ଛୁଆ ନାତି ନାତୁଣୀ ସମସ୍ତେ ଖେଳେଇଲେ, ତାଙ୍କ କଥା ବୁଝିଲେ, ସେ ଆମ କଥା ବୁଝାଇ ପିଲେ ଥାରେ ଟିକେ ମୁଁ ପ୍ରଭୁ ଉପରେ ଯାଉଛି। କାହା ପାଇଁ ତମେ ଆସିଛ? ମୋ ନାତୁଣୀର ହବ, ମୋ ପୁଅର ହବ, ମୋ ଝିଅର ହବ, ଏଇ ଆଶା ଦେଇକି ଆସିଛ ତ। ଏଇ ତ ଦୁନିଆର ଆଶା, ଏଇ ତ ଆଶାରେ ମୁଁ ବସିଛି ଆଉ କ'ଣ। ତେଣୁ ଆଜି ତମେ ଯେତେବେଳେ ଏଠିକି ଆସୁଛ, ଘରେ ଗଲାବେଳେ ଯଦି ତୁମର ପରିବାର ଭିତରେ ତମର କିଛି ଗୋଟେ ଖୁସି ହେଇଗଲା, ତମକୁ କହିବ ଯାହା ମୋ ବୋଉ କି ମା କି ଜେଜେ ଯାଉଛନ୍ତି କି ବାପା ଯାଉଛନ୍ତି, ଏଠି ଆମର ବସିଛନ୍ତି କି ମହନ୍ତ ମଧ୍ୟ ବସିଛନ୍ତି, ତାଙ୍କର ଘର ଦ୍ୱାର କିଛି ନାହିଁ, ଏଇଟା ତାଙ୍କର ଘର। ଆଉ ଅଳ୍ପ ସମୟ ଅଛିବ, ଆଉ 5-7 ବର୍ଷ ପରେ ଏଇଠି ରହିଯିବେ, ସିଏ ଯିବେ କାହିଁକି? କିଛି ଯାହା ଆସେ ନାହିଁ। ଯାହା ବି ହଉ ଚାଲିଛି କାମ। ବୋଲେ ଠାକୁରଙ୍କର ଏଇ ଯେଉଁ ସଦିଚ୍ଛା ପୂର୍ଣ୍ଣ ବୋଲ ଆଣିଦେ ଏକ ବାର ମା ମାଟି ମା ଧାଇଁ ଆସି ଆମର ଜଗତପୁରରୁ କ'ଣ ବି ଆସିଛି, କ'ଣ ନେଇକି ଯିବ? କ'ଣ କିଛି ନେଇକି ଯିବ ନା, କିଛି ଦିଅ। ପାଠରେ ଅଛି ଗୋଟେ ହର ଗୁଣ ଫେଡେ ମିଶା, ଆଉ ସବୁ ପାଠ ପତ୍ର ତାହେଲେ ଆଗ କୋଉଟା? ହରଣ ଗୁଣ ଫେଡ଼ାଣ ମିଶାଣ। ଆଗ କୋଉ ପାଠ ପଢିବା? କୋଉ ପାଠ ପଢିବା? କୋଉ ପାଠ ନା, ଆଗ ହେଲା ଫେଡ଼ାଣ। ଫେଡ଼ାଣ ପାଠଟି ଆଗ। ଫେଡ଼ାଣ ଅର୍ଥ କ'ଣ ନା ଫେରିଦେବା। ଆମଠୁ ଯିବ ଭାରି, ଗଲେ ଆମେ ଗଲେ ଆମେ ଆସିବ, ନଗଲେ ଆସିବନି। ଆମେ କିଛି ଦେଲେ ପାଇବା, ଦେବାଟା ଫେଡ଼ାଣ। ତମେ ଦେଇଛ ପାଉଛ, ତମେ ଏତେ ବାଟ ଆସିଲ, ସମୟଟାକୁ ଦେଲ ବୋଲି କିଛି କଥା ଶୁଣିଲ। ଆଗ ଦେବା, ଦେଲେ ତାପରେ ଆସିବାଟା କ'ଣ ହବ? ମିଶାଣ ନା ନାଇଁ? ବେପାରଟେ କରୁଛେ, 50,000 ଟଙ୍କାର ବେପାର କଲେ, ସଇଲା ଆଗ ଦେଲେ ନା। ଆଉ 50,000 ଦେଇଦେଲେ, ଦେଲା ପରେ ତାକୁ ଏକାଠି 60,000 ହେଲା, 60,000ରେ 50,000 ଥୋଇଲେ, ଆମେ କ'ଣ କରୁ? ତାପରେ ଯୋଗ କରିଲେ 60 ହେଇଗଲା। ଯୋଗ ପରେ କ'ଣ କରିବା? ହରଣ କରିବା। ସେଥିରୁ ହରିବା କେତେ କେତେ ହେଲାରେ ନା 50,000 କରିଥିଲେ, 10,000 ଲାଭ ହେଇଛି। 10,000 ଲାଭରେ ଘର ଭଡ଼ା କେତେ ଅଛି, ଖାଇବା ଖର୍ଚ୍ଚ କେତେ ଅଛି, ଗାଡ଼ି ଭଡ଼ା କେତେ ଅଛି, ପରିବାର ଖର୍ଚ୍ଚ ଅଛି ଇତ୍ୟାଦି କେତେ କଟିଲାରେ ନା 3,000 ଗଲା। ବାକିର କେତେ ରହିଲା ନା 7,000। ସେଟା କ'ଣ? ସେଟା କ'ଣ? ହରଣ କରିଗଲା। ତାପରେ ଏଟା କ'ଣ ନା ଗୁଣ। କେତେ ଗୁଣ ରଖିଲ? 7 ଗୁଣ ଥୋଇଲି। ପୁଣି ନିଅ ବେପାର କର, ପୁଣି ଆଣିକି ଥୋଇଲ। ଯୋଉଟା ରଖିବାଟା ହେଲା ଗୁଣ, ଗୁଣିଲେ ବଢିବ। 3 ଦୁଗୁଣେ 6, 3 ମିଶେଇଲେ 6, 3 9, ତେଣୁ ଗୁଣି ଯାଇଛି। ତାହେଲେ ଫେରିଦେଲେ। ଫେରାଣଟି ଆଗ କର, ଅର୍ଥାତ୍ କିଛି ଦିଅ। ଦେଇଥିଲେ ଧନ ପାଇରେ, ଗୁଣିଥିଲେ ଟି ଦାଇ, ପଡ଼ିଆ ଭୂଇଁରେ ଧନରେ ଗୋଧନକୁ ଚରାଇ। ତେଣୁ ମା ମାନେ ସମୟ ଦଉଛ ଟିଭି ଦେଖିବାକୁ, ପାନ ଖାଇବାକୁ ସମୟ ଦଉଛ, ଯୋଉ ଭାତ ଖାଇବାକୁ ସମୟ ଦଉଛ, ପିଲା ଛୁଆ ନାତି ନାତୁଣୀ ଖେଳିବାକୁ ସମୟ ଟିକେ ଦିଅ। ଆଗ ଦିଅ, ଦେଲେ ପାଇବ, ଦେଲେ ପାଇବ, ନଦେଲେ ମିଳିବନି କିଛି। ଯେ ମତେ ଖାଲି ମିଳୁ, ବିଲକୁଲ ମିଳିବ ନାହିଁ। କୋଉଠୁ ଆସିବ? ତମେ ଦେଲେ ପାଇବ ସିନା। ଯାହା ଦେଇଥିବ ଦାଣ୍ଡକୁ, ଯାହା ଖାଇଥିବ ତୁଣ୍ଡକୁ। ତେଣୁ ଯାହା ଦେଇଥିବ ଯଜ୍ଞ କୁଣ୍ଡେ, ଯାହା ଦେଇଥିବ ବିପ୍ର ତୁଣ୍ଡେ। ତେଣୁ ଯାହା ଦେଇଥିବ ଦାଣ୍ଡକୁ, ଯାହା ତମେ ଦାନ କରିଥିବ ସେ ଦାନଟା ତୁମର ଥୁଆ ହେଇଥିବ। ତେଣୁ ଦେବାଟା ଶିଖ, ନ ଦେବା ଶିଖିଲେ କିଛି ପାଇପାରିବନି। ବୋଲ ଶ୍ୟାମର ରାମଚନ୍ଦ୍ର କି। ଆଜି କହୁଛନ୍ତି ଯେ ମୁଁ ଏତେ ସମୟ ଦେଇକି ରାଜବଂଶରେ ମୁଁ ଏତେ ସମୟ ପୁରୋଧା କାମ କରିଥିଲି, ଆଜି ମୋତେ ଶ୍ରେଷ୍ଠ ଆସନରେ ବସି ସେମିତି। ତେଣୁ ମୁଁ ଆଜି ଏତେ ଆନନ୍ଦିତ ହେଇଛି ଯେ ପିତାଙ୍କୁ, ମୋର ଆଜି ବ୍ରହ୍ମଦେବ ପିତାଙ୍କୁ ମୁଁ ଆଜି କୋଟି କୋଟି ପ୍ରଣାମ କରିଛି। ବୋଲେ ସେ ଆମର ରାମଚନ୍ଦ୍ର କି। ତାଙ୍କୁ ପୁରୋହିତା ଭାବରେ ତାଙ୍କୁ ନିମନ୍ତ୍ରଣ କଲେ ଏବଂ ବଶିଷ୍ଠ ମହାରାଜ ରହିଲେ। ଯଜ୍ଞ ଆରମ୍ଭ ହେଲା। ଯଜ୍ଞ ଯେତେବେଳେ ଆରମ୍ଭ ହେଲା, ସେତେବେଳେ କ'ଣ କେମିତି ରୂପଟା କ'ଣ ଆସିଲା ନା ଯେତେବେଳେ ଅଗ୍ନି ଶିଖା ବିକଶି ଉଠିଲା, ଶ୍ରୀରାମ ଜୟ ରାମ ଜୟ ଜୟ ରାମ। ଆଉ ଯେତେବେଳେ ଅଗ୍ନି ଶିଖା ବିକଶି ଉଠିଲା, ଶ୍ରୀରାମ ଜୟ ରାମ ଜୟ ଜୟ ରାମ। ଆଉ ଆକାଶରେ ଦିବ୍ୟ ଜ୍ୟୋତି ତକ୍ଷଣେ ଦିଶିଲା, ଶ୍ରୀରାମ ଜୟ ରାମ ଜୟ ଜୟ ରାମ। ଆଉ ଚାହିଁ ଦେଲେ ରାଜା ରାଣୀ ଆନନ୍ଦ ମନରେ, ଶ୍ରୀରାମ ଜୟ ରାମ ଜୟ ଜୟ ରାମ। ଆଉ ସ୍ୱୟଂ ଚତୁର୍ଭୁଜ ମୂର୍ତ୍ତି ଦେଖିଲେ ନେତ୍ରରେ, ଶ୍ରୀରାମ ଜୟ ରାମ ଜୟ ଜୟ ରାମ। ସଂକଟ ମୋଚନ ଜୟ ହନୁମାନ, ଶ୍ରୀରାମ
ଯେତେବେଳେ ରାଜାରାଣୀ ବସିଛନ୍ତି କର୍ତ୍ତା କର୍ତ୍ରୀ ହେଇକି, ବଶିଷ୍ଠ ମହାରାଜ ବସିଛନ୍ତି, ଏଠି ଋଷଭ ମୁନି ବସିଛନ୍ତି, ଘୃତଦାନ କରାଯାଉଛି। କିଛି ସମୟ ପରେ ଅଗ୍ନି ଶିଖାରେ ଏକ ଜ୍ୟୋତି ଆସିଲା। ଶୂନ୍ୟ ଶୂନ୍ୟ ମହାଶୂନ୍ୟ ଶୂନ୍ୟ ମଧ୍ୟ ନିରାମୟ ନିରାମୟ ମଧ୍ୟ ଜ୍ୟୋତି। ସେ ଜ୍ୟୋତି ଯେତେବେଳେ ଦର୍ଶନ ହେଇଗଲା, ରାଜାରାଣୀ ଆନନ୍ଦ ମନରେ ଦେଖୁଛନ୍ତି। କ'ଣ ଦେଖିଲେ ନା ସ୍ୱୟଂ ଚତୁର୍ଭୁଜ ମୂର୍ତ୍ତି ଦେଖିଲେ ନେତ୍ରରେ। ଚତୁର୍ଭୁଜ ଶଙ୍ଖ ଚକ୍ର ଗଦା ପଦ୍ମ ଧାରି ନାରାୟଣଙ୍କୁ ଦର୍ଶନ କରୁଛନ୍ତି। ଯଜ୍ଞ ଦେଖିଲେ ଯଜ୍ଞ ଇଏ ଦେଖି ଆପ୍ୟାୟିତ ହେଇଯାଇଛନ୍ତି, ଖୁସି ହେଇଯାଇଛନ୍ତି, ମାନେ ବିଭୋର ହେଇଯାଇଛନ୍ତି। ସେତେବେଳେ କ'ଣ ହେଲା ନା ଯଜ୍ଞ ସମାପ୍ତ ହେଇଗଲା। ସମାପ୍ତ ହେଲା ପରେ ବାହାରିଲା କ'ଣ? ଚଉବର୍ଣ୍ଣ ବାହାରିଲା। ଶେଷେ ଯଜ୍ଞ ଶେଷେ ଚରୁ ନେଇ ଋଷ୍ୟ ଶୃଙ୍ଗ କର ନରପତି କରି ଦେଲେ ହରଷ ଚିତ୍ତର। ଶ୍ରୀରାମ ଜୟ ରାମ ଜୟ ଜୟ ରାମ ସଂକଟ ମୋଚନ ଜୟ ହନୁମାନ। କିନ୍ତୁ ଋଷ୍ୟଶୃଙ୍ଗଙ୍କର ସ୍ପର୍ଶ ଦରକାର। ଯଜ୍ଞଚରୁକୁ ଋଷ୍ୟଶୃଙ୍ଗ କରିଦେଲେ ଏବଂ ଋଷ୍ୟଶୃଙ୍ଗ ଦେଲେ ଋଷ୍ୟଶୃଙ୍ଗ ନେଇକି ରାଜାଙ୍କୁ ଦେଲେ। ଦରକାର ହେଉଛି କ'ଣ? ତାଙ୍କ ସ୍ପର୍ଶଟା। କାରଣ ମହାଜନ ଜନ ଗତ ସେ ପନ୍ଥା, ମହତ ଜନ ମାନେ ଯେଉଁ କଥାକୁ ଯେଉଁ ପଥକୁ ଅନୁସରଣ କରେଇଛନ୍ତି ଆମକୁ, ସେଇ ପଥକୁ ଆମେ ଅନୁସରଣ କଲେ ଆମର ଲକ୍ଷ୍ୟସ୍ଥଳ ସୁଗମ ହେବ, ଆମର କଥା ପବିତ୍ର ହେବ, ଆମେ ଜଗତରେ ଜଣେ ଭଲ ମଣିଷ ହେଇ ବଞ୍ଚିବା। କିନ୍ତୁ ଯେ ପର୍ଯ୍ୟନ୍ତ ମହତ ଲୋକଙ୍କର କଥାକୁ ଆମେ ବାରଣ କରୁଥିବା, କେଉଁଠି କ'ଣ ହେଲା ଯଦି ଆମେ କହୁ ଯଦି କିଛି ଓଲଟପାଲଟ କଥା କୁହାଗଲା, ତା ଭୁଲ ହେଇଗଲା ବୋଲି ଗର୍ଜନ ଛାଡ଼ିବ ନାହିଁ। ଯିଏ ଶୁଣୁଛ ଭୁଲ ବୋଲି କହିବ ନାହିଁ। କାରଣ ପ୍ରତ୍ୟେକ କଥାର ମହତ୍ଵ ଗୋଟେ ଅଛି। ଗୋଟେ ଜାଗାରେ ଶ୍ଳୋକ ପଢ଼ା ହେଉଛି, ଗୋଟେ ଜାଗାରେ ଭାବ ଅଛି, ସେ ଜାଗାରେ ତମେ କହିଲେ ନାଇଁ 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 ହେଲାନି ହେଲାନି ହେଲାନି, ସେ କଥା କେବେ କହିବନି। ଭାବଟା କେଉଁଠି ଅଛି ସେଟା ଭଗବାନ କ'ଣ ବି କଥା କାଟିଦେଲେ, ତମେ କିଏ ଆମେ କିଏ? ବନ୍ଦେ ବାଣୀ ବିନାୟକ। ବାଣୀ କିଏ? ମା ସରସ୍ୱତୀ। ବାଣୀ କଣ୍ଠ। ବିନାୟକ କିଏ? ଗଣେଶ। ଗଣେଶଙ୍କର ଆଉ ମାନେ ଇଏ ସରସ୍ୱତୀଙ୍କର ଯଦି ଦୟା ନ ହବ ତାହେଲେ ଇଏ ଫିଟିବ ନାହିଁ। ତୁଳସୀଦାସ ମହାରାଜ କହିଲେ ଆଗେ ମୁଁ ସରସ୍ୱତୀକୁ ମୁଣ୍ଡିଆଟିଏ ମାରୁଛି। ସରସ୍ୱତୀ କିଏ? ମାତୃଶକ୍ତି। ମାତୃଶକ୍ତିକି ଆଗ ମୁଣ୍ଡିଆଟିଏ ମାର। ମାତୃଶକ୍ତିକି ମୁଣ୍ଡିଆଟିଏ ମାରିଲେ ଆପଣ ଦେଖିବେ, ଆପଣ ଘରେ 3-4ଟା ପୁଅ ଥିବେ, ଗୋଟିଏ ଝିଅ ନଥିବ, ଖାଲି ପୁଅରା ଥିବେ। ସେ ଘରଟା ସଦାବେଳେ କ'ଣ ଥିବ? କ୍ଲବ ଘର ପରିକା। ସବୁ ଅଛି କିନ୍ତୁ ଗୋଟେ ସ୍ନେହ ନାହିଁ। ଯଦି ଝିଅଟିଏ ଥିବ, ଏଇ 5-6ଟା ଯାକ ପୁଅ ନା ସବୁ ସାଇଜି ହେଇଯିବ, ଖରାପ କଥା କହିବେନି, ଗଣ୍ଡଗୋଳ ହେବେନି, ଧୀର ସ୍ଥିରେ ଚଳିବେ। ଯଦି କ'ଣ ହେଲା ଆପଣ ତେଣୁ ଝିଅକୁ କିଛି ସେ କହିବନି। ତାକୁ ଦେଖି ଦେଖି ମାନେ ଶକ୍ତି ଆଉ ତାହାରି ବଳରେ ଏମାନେ ଏତେ ଆନନ୍ଦିତ ହେଇଯିବେ, ଏତେ ଆନନ୍ଦ। ଗୋଟେ ଆମର ଅଛି ପରମ୍ପରା ଅଛି କ'ଣ? ରାକ୍ଷୀବନ୍ଧନ। ରାକ୍ଷୀବନ୍ଧନ ଦିନ ଯଦି ଭାଇ ହାତରେ ଭଉଣୀଟିଏ ରାକ୍ଷୀ ମାଗୁଛି, କ'ଣ ସେ ଦେବ କ'ଣ ନ ଦେବ? କ'ଣ ନ ଦେଇଛି କ'ଣ ଦେଉଛି? କେତେ ଆନନ୍ଦ ତ ଯିଏ ଦେଉଛି ସେ ଜାଣିଛି, ଯିଏ ଦେଇଛି ଜାଣିଛି। ତମେ କହିପାରିବ ନାହିଁ ଯେ ଆନନ୍ଦଟା କେତେ। ମା ମାନେ ଆସିଛ, କେତେ ଆନନ୍ଦରେ ତମେ ଆସିଛ। ସେ ଆନନ୍ଦର କ'ଣ ଗୋଟେ ମାପ କାଠି ଅଛି? ନା ମାପ କାଠି ଭଗବାନ ତାକୁ ରଖିଛନ୍ତି। ବୋଲେ ସେ ଆମର ରାମଚନ୍ଦ୍ର କି ପବନ ସୁତ ହନୁମାନ କି। ଯେତେବେଳେ ନିଜେ ତାଙ୍କର ଜୋଇଁ ମହାମୁନି ଋଷ୍ୟଶୃଙ୍ଗ ଆଣିକି ଦେଲେ, ତାଙ୍କର ସେତିକି ମନ ଚଉଟା ଦେଇଛନ୍ତି, ତାଙ୍କ ଦେହ ଭିତରେ ଗୋଟେ ଶିହରଣ ଖେଳି ଯାଇଛି। କାହାଙ୍କ ଦେହରେ? ମହାରାଜ ଦଶରଥ। କ'ଣ ହେଲା? ଆମେ ଯେମିତି ଧର ଆମେ ଜଣେ ସାଧୁସନ୍ତକୁ ମୁଣ୍ଡିଆଟିଏ ମାରିବା କି ବ୍ରାହ୍ମଣକୁ ମୁଣ୍ଡିଆଟିଏ ମାରିବା, ସେଥିରେ ସ୍ୱତଃପ୍ରତ ଭାବରେ ଆମ ଶରୀର ଭିତରେ ଅଲଗା ଗୋଟେ ଶିହରଣ ଖେଳିଯିବ, ଗୋଟେ ଚମକ ଆସିଯିବ। କାରଣ ସେମାନେ ପବିତ୍ର, କି ଆମେ ପବିତ୍ର ତାଙ୍କୁ ଦୂର ହେବା। ତେଣୁ ଆଜି ଋଷ୍ୟଶୃଙ୍ଗ ଆସିଛନ୍ତି, ସିଏ ପବିତ୍ର, ସିଏ ଆସୁ ଆସୁ ବର୍ଷା ହେଇଯାଉଛି, ଆସୁ ଆସୁ ଯଜ୍ଞ କରାଗଲା। ଏ ଚରୁ ଅନ୍ନକୁ ଯେତେବେଳେ ଦେଇଛନ୍ତି ସେ ଏତେ ଆନନ୍ଦିତ ହେଇଯାଉଛି। ଆନନ୍ଦ ହେଇକି କ'ଣ କଲେ ନା ଶୁଣି ନରପତି ସୁଚିତରେ ଘେନି ଗଲେ। ଶ୍ରୀରାମ ଜୟ ରାମ ଜୟ ଜୟ ରାମ। 4 ଭାଗ କରି ଚରୁ ରାଣୀକୁ ଯେ ଦେଲେ। ଶ୍ରୀରାମ ଜୟ ରାମ ଜୟ ଜୟ ରାମ। ସଜ୍ଜନ, ରାମ କୃପା ଆସୁ ଏବଂ
ଭକ୍ତଗଣ ରାମଙ୍କର ଶିଷ୍ୟ ଭଗବାନ ଅଛନ୍ତି ହନୁମାନ ମହାରାଜ। ଏଇଠି ଗୋଟେ କଥା କହିଲା ଯେ କ'ଣ ବାହାରିଲା ଆଜ୍ଞା? ଚରୁ ବାହାରିଲା। ଚରୁ ବାହାରିଲା, ସେ ଚରୁ କ'ଣ କଲେ? ଚରୁକୁ ସେ 4 ଭାଗ କରିକି ଦେଲେ। କ'ଣ ହେଲା ଯେ 4 ଭାଗ କରି ଚରୁ ରାଣୀକୁ ଦେଲେ। ଚରୁଟା କେଥର ବାହାରିଲା? ଥରୁଟିଏ। এইটি আমার পণ্ডিত মানে কহিবে, বড় বড় পণ্ডিত মানে কৌଛନ୍ତି যে রামଙ୍କର বনবাস হয়েগলা। কেতে চরু বাহারে? থরুটিয়ে। গোটিয়ে মানে থরে চরুକୁ 4 ভাগ করে দিয়াগলা। তাহলে মূল কেতেটা হলা? গোটিয়ে। তাহলে মূল যে গোটিয়ে হলা তাকে 3 রাণীকে দেলে, 4 ভাগ করিকি দেলে। তাহলে সে গোটাক 4 ভাগ হলা না 4 প্রকার ভাগ করা হয়েছে? গোটিয়ে 4 ভাগ। সদাବେଳେ আপনার মনে রাখুন, এই যে গোটিয়ে চরুକୁ থরে চরুକୁ 4 ভাগ କରାଗଲା, ତାର ମୂଳ କେତେଟା? ଗୋଟିଏ। ତାହେଲେ ରାମକୁ ବନବାସ ହେଲା, ଅନ୍ୟମାନେ କ'ଣ ରାଜବାଟୀରେ ରହିଲେ? এইটি କେହି କହୁନାହାନ୍ତି ଯେ ଗୋଟିଏ ଗଛରେ 4ଟି ଯଦି ଶାଖା ହେଲା, 4ଟି ଶାଖାରେ ଗୋଟେ 4 ପ୍ରକାର ଫଳ ଫୁଲ ହବ କି? ହବ ନାହିଁ। ଗୋଟିଏ ମୂଳ, 4ଟି ଶାଖା, 4ଟି ଶାଖାରେ ଗୋଟିଏ ପ୍ରକାର ଫଳ, ଗୋଟିଏ ପ୍ରକାର ପତ୍ର, ଗୋଟିଏ ପ୍ରକାର ସ୍ୱାଦ, ଗୋଟିଏ ପ୍ରକାର ଭାବରେ ସେ। କିନ୍ତୁ ମୂଳ ଗୋଟିଏ, ଚରୁ ହେଲା ଗୋଟିଏ। ରାମକୁ ବନବାସ ହେଇନାହିଁ, ଭରତକୁ ବନବାସ ହେଇନି, ଲକ୍ଷ୍ମଣକୁ ବନବାସ ହେଇନି, ଶତ୍ରୁଘ୍ନ ବନବାସ ହେଇନି। ଆରେ ତାଙ୍କ ପାଖରେ ଯେଉଁ ତାଙ୍କର ପତ୍ନୀମାନେ ଅଛନ୍ତି, ମା ସୀତାଙ୍କୁ ବନବାସ ହେଇନି, ମାଣ୍ଡବୀକି ବନବାସ ହେଇନି, ସୁତିକେତୀ ବନବାସ ହେଇନି, ଉର୍ମିଳା ବି ବନବାସ ହେଇନି। ତାହେଲେ ବନବାସ ହେଲା କାହାକୁ? ନା ବନବାସ ସମସ୍ତଙ୍କୁ ହେଲା। 4 ପୁଅଙ୍କୁ ବନବାସ ହେଇଛି, 4 ବୋହୂକୁ ବନବାସ ହେଇଛି ଏବଂ 3 ମାଆକୁ ବି ବନବାସ ହେଇଛି। ମହାରାଜା ଦଶରଥଙ୍କର ଅନ୍ତିମ ଶଯ୍ୟା ହେଇଯାଇଛି। ଚିନ୍ତା କରନ୍ତୁ, ଆମ ରାମାୟଣକୁ କ'ଣ ଦେଲା? ରାମାୟଣ ଆମକୁ କ'ଣ ଦେଇଛି? ନା ରାମାୟଣ ଆମକୁ ମର୍ଯ୍ୟାଦା ଦେଇଛି ଯେ ସମସ୍ତଙ୍କୁ ସମସ୍ତଙ୍କର ସ୍ନେହ ରଖ ଏବଂ ସ୍ନେହ ପରେ ଯେଉଁ ମର୍ଯ୍ୟାଦାଟା ଦିଆଯାଏ, ସେଇ ମର୍ଯ୍ୟାଦାଟା ଭାବ କ'ଣ? ନା ଯେତେବେଳେ ଇଏରେ ଆସିବ। ତେଣୁ ଏଇ ପ୍ରକାର ଭାବରେ ଆଜି ଚରୁ ଦେଲେ ଏବଂ 4 ଭାଗ କରିକି ଦେଲେ। ପ୍ରଥମରେ ଦେଲେ ନେଇ କୌଶଲ୍ୟା କର, ଆହା କୌଶଲ୍ୟା କର। ତାପରେ କୈକେୟୀ করে ଦେଲେ ନରବର, ଆହା ଦେଲେ ନରବର। ଆଉ ବେନି ଭାଗ ନେଇ ଅଯୋଧ୍ୟା ରାଜନ, ଅଯୋଧ୍ୟା ରାଜନ। ସୁମିତ୍ରାଙ୍କ করে ଦେଲେ ହୋଇ ହର୍ଷ ମନ, ଆହା ହୋଇ ହସ ମନ। ଶ୍ୟାମ ରାମଚନ୍ଦ୍ର କି ଜୟ। 4 ଭାଗ କରିଦେଲେ। ଆଗ 2 ଭାଗ କଲେ, 2 ଭାଗରୁ ଗୋଟିଏ ଭାଗ ଦେଲେ କାହାକୁ? ନା କୌଶଲ୍ୟାଙ୍କୁ। ଆଉ ଗୋଟିଏ ଭାଗ ଦେଲେ କୈକେୟୀକି। କୌଶଲ୍ୟା ତାଙ୍କ ଭାଗରୁ ଦେଲେ ସୁମିତ୍ରାକୁ, କୈକେୟୀ ତାଙ୍କ ଭାଗରୁ ଦେଲେ ସୁମିତ୍ରା। ତାହେଲେ ଏଇ ପ୍ରକାର ଭାବରେ ଗୋଟିଏ ବା ଥରେ ଚରୁକୁ 4 ଭାଗ ଭାଗରେ ବାଣ୍ଟି ଦିଆଗଲା। 4 ଭାଗରେ ବାଣ୍ଟି ଦିଆଗଲା। କ'ଣ ହେଲା? ଧୀରେ ଧୀରେ ପ୍ରଭୁଙ୍କର ଆଶୀର୍ବାଦ। ଯଜ୍ଞକର୍ତ୍ତା ଭଗବାନ, ଯଜ୍ଞର କର୍ତ୍ତା କିଏ ହେଉଛନ୍ତି? ବଶିଷ୍ଠ। ଏବଂ ଯଜ୍ଞର ଦେବତା କିଏ? ଯଜ୍ଞର ଦେବତା ସଦାବେଳେ ମନେ ରଖିଥାନ୍ତୁ, ଯଜ୍ଞର ଦେବତା ହେଉଛନ୍ତି ନୃସିଂହ। ଯଜ୍ଞର ଦେବତା ସଦାବେଳେ ନୃସିଂହ। କାରଣ ନୃସିଂହର ମାନେ ଯଜ୍ଞର ଯେଉଁ ତାଉଟା ବା ତା ଯେଉଁ ଗରମଟା ଥାଏ ସଦାବେଳେ ତେଜିଆ। ନୃସିଂହଙ୍କ ରୂପଟା ସଦାବେଳେ ତେଜିଆ। ନୃସିଂହର ରୂପଟା ଏତେ ତେଜିଆନ ଅଛି ଯେ ଯାହାକି ତାକୁ କୌଣସି ଦେବତା, କୌଣସି ରାକ୍ଷସ, କୌଣସି ଯକ୍ଷ ରକ୍ଷ ଗଧ କେହି ତାଙ୍କୁ ସାମ୍ନା କରିପାରିବେ ନାହିଁ। ଆମର ଯେତେବେଳେ ଭକ୍ତ ପ୍ରହ୍ଲାଦ ଯେତେବେଳେ ଦର୍ଶନ ଦେଲେ, ଦେବତା ମାନେ ପାରିଲେ କି? ଆଦୌ ପାରିଲେ ନାହିଁ। ଯେତେ ସ୍ତୁତି କଲେ 33 କୋଟି ଦେବତା, ମା ଲକ୍ଷ୍ମୀ ଆସିବେ ନିଜେ ଯେତେ ସ୍ତୁତି, ଯେତେ ପ୍ରକାର ସରସ୍ୱତୀ ଲକ୍ଷ୍ମୀ, କୌଣସି ପ୍ରକାର ସେ ଶାନ୍ତ ହେଇପାରିଲେନି। ଶାନ୍ତ ହେଲେ କେତେବେଳେ? ଭଗବାନ କୋଉଠି ଶାନ୍ତ ହୁଅନ୍ତି? ନା ଭକ୍ତି ଭାବରେ ଭଗବାନ ଶାନ୍ତ ହୁଅନ୍ତି। ଭକ୍ତି ଭାବ ଯେପର୍ଯ୍ୟନ୍ତ ନ ଆସୁଛି, ଭକ୍ତିଟା ଆସିବା ପାଇଁ ଦରକାର କ'ଣ? ନା ନମ୍ରତା ଦରକାର। ସେଇ ଭାଗବତର କଥା।
ସେ ଭାଗବତ ହିଁ ଶ୍ରେଷ୍ଠ ଗ୍ରନ୍ଥ ହେଉଛି ଭାରତ ବର୍ଷର। ସେ ଭାଗବତ ଶ୍ରେଷ୍ଠ ଗ୍ରନ୍ଥ କଳିଯୁଗର। ତେଣୁ ଭାଗବତ କ'ଣ ଲେଖିଲେ? କହିଲା ଏଣୁ ଅଧିକ ଅନ୍ୟ ଗ୍ରନ୍ଥେ ଗୋବିନ୍ଦ 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 ଆଉ ଏଣି ଅଧିକ ଅନ୍ୟ ଗ୍ରନ୍ଥେ ଗୋବିନ୍ଦ 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 ଆଉ କି ପ୍ରୟୋଜନ ଏ ଜଗତେ ଗୋବିନ୍ଦ 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 সকল শাস্ত্র এক হই গোবিন্দ 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 ଆଉ ଭାଗବତ ନାମ ବୋଲାଇ গোবিন্দ 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 ଆଉ ଏ ଭାଗବତ ନାମ ଯେହି গোবিন্দ 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 ଆଉ ଶୁଣିଲେ ଭକ୍ତି ଉପଜଇ গোবিন্দ 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 ପଦୁ ଗଳୁଛି মকরন্দ গরু গড়ুছি মকরন্দ ବାର ହରି হরি হরি বল। আনন্দ ভগবান কি জয়। জগନ୍ନାଥ ଭଗବାନ কি জয়। କ'ଣ କହିବେ? କହିଲେ ଏଇ ପ୍ରକାର ଭାବରେ ଭକ୍ତି ଯେ ପର୍ଯ୍ୟନ୍ତ ନ ଆସିଛି ସେ ପର୍ଯ୍ୟନ୍ତ ଆମେ ଆମର କାର୍ଯ୍ୟକ୍ରମ ଶେଷରେ ପହଞ୍ଚି ପାରିବା ନାହିଁ। ଏଇ ଜାଗାରେ ସମସ୍ତେ ଆନନ୍ଦିତ ହେଇଛନ୍ତି। ତେଣୁ ଆଜି ସମସ୍ତଙ୍କ ମନ ଖୁସି ମାନେ ଆନନ୍ଦରେ ପରିପୂର୍ଣ୍ଣ ହେଇଯାଇଛି। ଆଜି ରାଜବାଟୀ ଆନନ୍ଦରେ ଉଲ୍ଲାସରେ ଆଜି ନାମ ସଂକୀର୍ତ୍ତନରେ ଆଜି ଖାଇବା ପିଇବାରେ ଏପରିକି ସମସ୍ତଙ୍କ ମନରେ ଆନନ୍ଦ ଆନନ୍ଦ ହିଁ ରହିଯାଇଛି। ବୋଲେ ଶ୍ୟାମର ରାମଚନ୍ଦ୍ର କି জয়। ଜୟ।